ସାର୍ ଆପଣଙ୍କ ପରିଚୟ କ'ଣ? ପାଲା ଗାୟକ ତ୍ରିଲୋଚନ ପଣ୍ଡା, ଭଦ୍ରକ ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି। କାର୍ଯ୍ୟକ୍ରମ ହେଇଛି, କାର୍ଯ୍ୟକ୍ରମର ଉଦ୍ଦେଶ୍ୟ କ'ଣ ରହିଛି? ଆମେ ଦେଖୁଛୁ ଯେ ଯୁବପିଢ଼ି ମାନେ କିଛି ଲୋକନୃତ୍ୟ କରୁଛନ୍ତି, ପ୍ରକୃତର ସରକାରଙ୍କ ତରଫରୁ ଏମାନଙ୍କ ସବୁ ବେନିଫିଟ୍ ହେଉଛି, ଏହାଦ୍ୱାରା କ'ଣ ରାଜ୍ୟର ବିକାଶ ହେବ ବୋଲି ଆପଣ? ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ଲୋକକଳାକୁ ବଞ୍ଚାଇବା ପାଇଁ ହେଉଛି ପ୍ରୟାସ। ଆମମାନଙ୍କର ବର୍ତ୍ତମାନ ଆମର ଯେଉଁ ଆଗକୁ ଯେଉଁ ପିଢ଼ି ସୃଷ୍ଟି କରିବୁ, ଲୋକକଳା ପ୍ରତ୍ୟେକ ଜିଲ୍ଲାର ପ୍ରତ୍ୟେକ ଲୋକକଳା ଅଛି। ସେହି ଲୋକକଳା ବଞ୍ଚିଲେ ସେହି ଜିଲ୍ଲାର ସେହି ଭାଷା ବଞ୍ଚିବ, ଆଉ ଓଡ଼ିଆ ଭାଷା ମଧ୍ୟ ବଞ୍ଚି ରହିବ। ଏଥିପାଇଁ ସରକାର ପ୍ରୟାସ କରିଛନ୍ତି, ସୁବିଧାମାନ ଦେଇଛନ୍ତି। ବର୍ତ୍ତମାନ କଳାକାର ଭତ୍ତା ସେ ଉଦ୍ଦେଶ୍ୟରେ ମିଳୁଛି। ପ୍ରତି ବ୍ଲକରେ କଳା ସଂସ୍କୃତି ସଂଘ, ଜିଲ୍ଲାରେ କଳା ସଂସ୍କୃତି ସଂଘ ଗଠନ କରାଯାଇ ଲୋକକଳାକୁ ପ୍ରୋତ୍ସାହନ ଦିଆଯାଉଛି, ଯେଉଁଥିରେ ଭଦ୍ରକ ଜିଲ୍ଲାରେ 15ରୁ 16ଟି ଲୋକକଳା ରହିଛି। ତା ମଧ୍ୟ ପ୍ରଚଳନ ବର୍ତ୍ତମାନ ପାଲା, ଦାସକାଠିଆ, ଘୋଡ଼ା ନାଚ, ସମରକଳା, ମୋଗଲ ତାମସା, ଧୁଡ଼ୁକି, କେନ୍ଦରା, ଘଣ୍ଟପାଟୁଆ, ଘଣ୍ଟ, ଏପରି ଅନେକ ଲୋକକଳା ରହିଛି। ଲୋକକଳା ବୁଡ଼ିଗଲେ ସେ ଅଞ୍ଚଳର ଭାଷା ବୁଡ଼ିଯିବ, ଆମର ସଂସ୍କୃତି ବୁଡ଼ିଯିବ, କିଛି ରହିବ ନାହିଁ। ଲୋକକଳା ହିଁ କେବଳ ଓଡ଼ିଆ ଭାଷା ସାହିତ୍ୟକୁ ସମୃଦ୍ଧି କରିବାର ଏକମାତ୍ର ମାର୍ଗ। ଏହା ସରକାରଙ୍କ ତରଫରୁ 2024ର ଯୁବ ମହୋତ୍ସବ ପାଳନ କରାଯାଉଛି। ଏଥିରେ 15ରୁ 29 ବର୍ଷ ବୟସର ବିଭିନ୍ନ ଭାଷାଭାଷୀର ଲୋକକଳା ଯୁବଗୋଷ୍ଠୀ ସହଯୋଗ କରୁଛନ୍ତି। ଏ କାର୍ଯ୍ୟକ୍ରମ ଚାଲିଛି ସରକାରଙ୍କ ପ୍ରୋତ୍ସାହନରେ। ଏହା ଆଜି ଜିଲ୍ଲା ସଂସ୍କୃତି ଭବନରେ ଆୟୋଜିତ ହୋଇଛି। ଏହା ପୂର୍ବରୁ ଏଥିରୁ କେତେ ଅଂଶରେ ଯେ କଲେଜ ଇକୋନୋମିକ୍ସ କଲେଜ ଠାରେ କରାଯାଇଥିଲା, ସେଥିରେ ମଧ୍ୟ ସେହି 15ରୁ 29 ବର୍ଷ ଯୁବବନ୍ଧୁମାନେ କଳା ପରିବେଷଣ କରିଥିଲେ। ଯେଉଁ କଳା ପରିବେଷଣ କରୁଛନ୍ତି, ଯେଉଁ କଳାକାର କୁନି କୁନି କଳାକାରମାନେ ଆସୁଛନ୍ତି, ସେ ଯଦି ଉତ୍ତୀର୍ଣ୍ଣ ହୁଅନ୍ତି, ଏହାପରେ କ'ଣ? ମୁଖ୍ୟ କଥା ହେଉଛି ଜଗନ୍ନାଥଙ୍କ ସଂସ୍କୃତିର ଆଭିମୁଖ୍ୟ ପରମ୍ପରା ହେଉଛି କଳା। ତେଣୁ ଆମ ମହାପ୍ରଭୁ ଓଡ଼ିଶାର ଯେ ବଡ଼ ଠାକୁର, ସିଏ ମଧ୍ୟ କଳା। କଳା କହିଲେ 64 କଳାକୁ ବୁଝାଏ। 64 କଳାରେ ଲୋକକଳା ସୃଷ୍ଟି ହେଇଛି। କେତେକଙ୍କ ମତରେ 16 କଳା ବୋଲି କୁହନ୍ତି, କିନ୍ତୁ ଏହା 64 କଳାରେ ଲୋକକଳା। ଏ ଯେଉଁ କୁନି କୁନି ପିଲାମାନେ ଆଜି ଯେମିତି ଆମେ ପରିପକ୍ୱ ଅବସ୍ଥାରେ ପହଞ୍ଚିଲୁଣି, ଆମ ପରବର୍ତ୍ତୀ ପିଢ଼ି ପାଇଁ ଏ ହେଉଛି ଏକମାତ୍ର ପ୍ରୟାସ ବା ଇଚ୍ଛା। ସେମାନଙ୍କ ପାଇଁ ସରକାରଙ୍କର ବିଭିନ୍ନ ସ୍ତରରୁ ସାହାଯ୍ୟ ଅଛି। ଆମର ସାଧନା ଯଦି ସେହି ଲକ୍ଷ୍ୟସ୍ଥଳରେ ପହଞ୍ଚିବ, ନିଶ୍ଚିତ ଏ କାର୍ଯ୍ୟ ପୂରଣ ହେବ।